ଆଜିର କଥା ଚରମ ସୀମାର ଜ୍ଞାନ। ଅନେକ ଲୋକ ଚରମ ସୀମାଟି କେଉଁଠି ତାହା ଜାଣିପାରନ୍ତିନି। ଅନେକ ବକ୍ତା ଶ୍ରୋତାଙ୍କୁ ଅତିଷ୍ଠ କଲା ଭଳି କହିଚାଲନ୍ତି। ଅନେକ ଲେଖକ କେଉଁଠି ଲେଖା ସରିବା କଥା ବୁଝି ନ ପାରି ଲେଖି ଚାଲନ୍ତି ଓ ରଚନାଟିକୁ ବିକୃତ କରି ପକାନ୍ତି। ତେଣୁ ଚରମ ସୀମାଟି ଜାଣିବା ଲାଗି ଲୋଡ଼ା ଏକ ବିଶେଷ ବୁଦ୍ଧି। ବିଶିଷ୍ଟ ମନୋଚିକିତ୍ସକ ସିଗମଣ୍ଡ ଫ୍ରଏଡ୍ ଏ ବାବଦରେ ଗୋଟେ ଗପ କହୁଥିଲେ। ଜର୍ମାନୀର ଗୋଟେ ଗାଁରେ ମଇଳା ସଫା କରିବା ଲାଗି ଘୋଡ଼ା ଟଣା ଗାଡ଼ିଟିଏ କିଣାଗଲା। ଗାଁଟି ଥିଲା ଗରିବ ଏବଂ ଗାଁ କମିଟି ପାଖରେ ପଇସା ନଥିଲା। ତେଣୁ ଘୋଡ଼ାର ଦାନା ବାବଦ ଖର୍ଚ୍ଚ ବଳେଇଗଲା। ତେଣୁ କମିଟି ସ୍ଥିର କଲା ଘୋଡ଼ାର ଖାଇବା ଅଧା କମେଇ ଦେଇ ଦେଖିବ। ଘୋଡ଼ାଟି ଏଣିକି ଅଧା ଖାଇଲା, କିନ୍ତୁ କାମ କଲା। ଏବେ କମିଟି କହିଲା, ଆରେ ଆମେ ଏତେ ବୁଝୁଥିଲେ, ଏବେ ଖାଇବା ଆହୁରି କମେଇଦେବା। ଏମିତି କିଛି ଦିନ ଅନ୍ତରରେ ଘୋଡ଼ାର ଦାନା କମେଇ ଦିଆଯିବାରେ ଲାଗିଲା। ଘୋଡ଼ାଟି ଅତି ଅଳ୍ପ ଖାଇବା ସତ୍ତ୍ୱେ ଗାଡ଼ି ଟାଣି ପାରିଲା। ଶେଷରେ କମିଟିର କର୍ତ୍ତୃପକ୍ଷ କହିଲେ, ଏଇ ଘୋଡ଼ାକୁ ଅନାହାରରେ ରଖିଲେ ବି ତାହା କାମ କରିବ। ତେଣୁ ଘୋଡ଼ାକୁ ଅନାହାରରେ ରଖାଗଲା ଏବଂ ପରିଶେଷରେ ଯାହା ହେବା କଥା ତାହା ହେଲା। ବୁଦ୍ଧ କହୁଥିଲେ, ବୀଣାର ତାରାକୁ ଏତେ ଢିଲା ଛାଡ଼ନି ଯେ ତହିଁରୁ ଶବ୍ଦ ବାହାରିବନି ଏବଂ ତାକୁ ଏତେ ଜୋରରେ ଭିଡ଼ନି ଯେ ତାହା ଛିଣ୍ଡିଯିବ। ତେଣୁ ସମସ୍ତଙ୍କ ଲାଗି ଚରମ ସୀମାଟି କେଉଁଠି ତାହା ଜାଣିବା ଜରୁରୀ।